ନାଇଁ ମୁଁ ତ ନିଶ୍ଚିତ ଉତ୍ସାହିତ ଅଛି। ଆଜି ଗୋଟେ ଏମିତି ଅକେଜନ ମୁଁ ଆକ୍ଚୁଆଲି ମୋ ଫ୍ୟାମିଲି ଭୁବନେଶ୍ୱର ରହନ୍ତି, ମୁଁ ଜାଣିନି ଆଜି ମୋ ପୁଅର ଜନ୍ମଦିନ, କିନ୍ତୁ ମୁଁ ଜାଣିବା ପାଇଲି କାଲି ରାତିରେ ଯେ ଆଜି ହିଁ ମୋ ପୁଅର ଜନ୍ମଦିନ। ଏକ ମୋର ପୁଅର ଜନ୍ମଦିନରେ ବିକାଶ ଧାରାକୁ ଆଗେଇ ନେବା ପାଇଁ ଏକ ଶୁଭ କାର୍ଯ୍ୟ ବୋଲି ମୁଁ ଭାବୁଛି। ଦେଖନ୍ତୁ ମୁଁ ତ କହିଥିଲି ଆଗରୁ, ଏବେ ବି କହୁଛି 27 ବର୍ଷ କାଳ ବିରୋଧୀ ଭାବରେ ମୁଁ କାମ କରି ଆସୁଥିଲି ଏବଂ ସୁର ପ୍ରତିକୂଳରେ ମଧ୍ୟ ସରପଞ୍ଚ ପିଏସ୍ ମେମ୍ବର ଜିଲ୍ଲା ପରିଷଦ ସବୁ କ୍ଷମତା ପଞ୍ଚାୟତ ସ୍ତରରେ ମୋତେ ମୋ ପରିବାର ଲୋକମାନେ ଦେଇଛନ୍ତି। କିନ୍ତୁ ଆଜି ଯେଉଁ ଏ ମହାମିଶ୍ରଣ ହେଲା, ଇଏ କେବଳ ବିଜେଡ଼ି ସରକାର, ନବୀନ ସରକାର, ପ୍ରମୋଦ ବାବୁଙ୍କ ନେତୃତ୍ୱ ଯେଉଁ ବିକାଶ ଧାରା ନିଆରେ ଚାଲିଛି ତା ଦେହରେ ସାମିଲ ହେବା ପାଇଁ ଏ ଗୋଟିଏ ମିଟିଂର ଆୟୋଜନ କେବଳ। ମୁଁ ଯାହା ଅନୁଭବ କରୁଛି ବ୍ୟକ୍ତିଗତ ରୂପରେ ଯେ ଅପରପକ୍ଷରେ କାହା ନାଁ ଧରିବାକୁ ଚାହୁଁଛନ୍ତି ଯେଉଁମାନେ ନେତା, ସେମାନେ ଜାଣିନାହାନ୍ତି ଗଣତନ୍ତ୍ର କ'ଣ, ଯେ ଗଣତନ୍ତ୍ର ଯେ ରାଜା ପ୍ରଜା ପାଖକୁ ଯିବାକୁ ପଡ଼େ ସେ ଜିନିଷ ଜାଣିନାହାନ୍ତି। ତେଣୁ ଇଗୋ, ଅଭିମାନ, ଗର୍ବ, ଅହଙ୍କାର ଏ ରାଜନୀତିରେ ଶୋଭା ପାଏ ନାହିଁ। ଅନ୍ୟ ପକ୍ଷରେ ଯେ ପ୍ରମୋଦ ମଲ୍ଲିକ ଅଛନ୍ତି, ସେ ଅତି ଆଦର ସହିତ ମୋତେ